ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ। ଖୋଜି ଖୋଜି ମାରିବ ଭାରତ, ପାତାଳରେ ଲୁଚୁଥିଲେ ମଧ୍ୟ ଖୋଜିବ ଭାରତ। ପାକିସ୍ତାନରେ ପଶି ସଫା କରିବ ଯାହାକୁ ନଜର ରଖି ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗୃହ ମନ୍ତ୍ରଣାଳୟ ଏକ ନୋଟିଫିକେସନ ଜାରି କରି 23 ଜଣଙ୍କୁ ୟୁଏପି ଆଧାରରେ ଆତଙ୍କବାଦୀ ଘୋଷଣା କରିଛି। ଏହି ସମସ୍ତଙ୍କୁ ୟୁଏପି ଅନୁସୂଚୀରେ ସାମିଲ କରାଯାଇଛି। ଏହା ମଧ୍ୟରୁ ଅଧିକାଂଶ ଜୈସେ ମହମ୍ମଦ ଏବଂ ଲସ୍କରେ ତୋଏବା ସହିତ ଜଡିତ ଅଛନ୍ତି ଏବଂ ପିଓକେରୁ ଅପରେଟ କରୁଛନ୍ତି। ପରବର୍ତ୍ତୀ ଖବର, ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମସାର ଆଲୋଚନା ପରେ ନିଷ୍ପତ୍ତି। ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ। ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତେବେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ରହିଛି। ଓମସାର ଦାବିର ସମାଧାନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଛି। କମିଟିରେ ସ୍ୱାସ୍ଥ୍ୟ ସଚିବ, ଜିଏ ସଚିବ, ଅର୍ଥ ସଚିବ, ଆଇନ ସଚିବ ସଦସ୍ୟ ଅଛନ୍ତି। ପରବର୍ତ୍ତୀ ଖବର, ସରକାରୀ ଧାର୍ଯ୍ୟ ଦରରେ ମିଳିବ ଔଷଧ। କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ ଅର୍ଡର ଡିପିସିଓ 2013ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିପାରିବ। ନୂଆ ନିୟମ ଅନୁଯାୟୀ ଯଦି କୌଣସି ମେଡିକାଲ ଷ୍ଟୋର କିମ୍ବା କମ୍ପାନୀ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟଠାରୁ ଟଙ୍କାଟିଏ ବି ଅଧିକ ନିଅନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ ଓ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ ବିଜ୍ଞପ୍ତି ଅନୁଯାୟୀ ସରକାର ଗୋଟିଏ ଔଷଧ ଭିନ୍ନ ଭିନ୍ନ ପ୍ୟାକ୍ ସାଇଜ, ପ୍ୟାକେଜିଂ, ଡୋଜ୍ ଆଧାରରେ ଅଲଗା ଅଲଗା ସର୍ବାଧିକ ମୂଲ୍ୟ ସ୍ଥିର କରିପାରିବେ। ଏହା ଦ୍ୱାରା ବଜାରରେ ଭିନ୍ନ ଭିନ୍ନ ପ୍ୟାକେଜିଂରେ ଆସୁଥିବା ଔଷଧର ମନଇଚ୍ଛା ଦାମ ଉପରେ ରୋକ ଲାଗିବ ଏବଂ ସେଗୁଡ଼ିକୁ ସଠିକ ମୂଲ୍ୟ ନିର୍ଦ୍ଧାରଣ କରିବା ସହଜ ହେବ। ଏହା ସହ ନିୟମକୁ କଡାକଡି କରି ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି କମ୍ପାନୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ନେଲେ ତାକୁ ଅଧିକ ନେଇଥିବା ଅର୍ଥ ସୁଧ ସହିତ ଫେରସ୍ତ କରିବାକୁ ହେବ। ପରବର୍ତ୍ତୀ ଖବର, ପୁଣି ଟେଲିଗ୍ରାମକୁ କେନ୍ଦ୍ର ସରକାରଙ୍କ ନୋଟିସ, ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ। ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ ଓଟିଟି ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର ଟେଲିଗ୍ରାମକୁ ଏକ ନୋଟିସ ଜାରି କରିଛନ୍ତି। କପିରାଇଟ ଉଲ୍ଲଂଘନ କରୁଥିବା ଚ୍ୟାନେଲ ଏବଂ କଣ୍ଟେଣ୍ଟ ଉପରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପାଇରେଟେଡ୍ ଚଳଚ୍ଚିତ୍ର ଏବଂ ଓଟିଟି ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦେଇଛି। ଏଥିସହ ମନ୍ତ୍ରଣାଳୟ ଟେଲିଗ୍ରାମକୁ 15 ଦିନ ମଧ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଛି। ପରବର୍ତ୍ତୀ ଖବର, ଦିଲ୍ଲୀ ସରକାର ଘରୁ କାମ କରିବା ନିର୍ଦ୍ଦେଶ ପ୍ରତ୍ୟାହାର। ଏ ରାଜଧାନୀ ଦିଲ୍ଲୀ ସରକାର ବୁଧବାର ଏବଂ ଶନିବାର ଦିନ କର୍ମଚାରୀମାନଙ୍କ ପାଇଁ ଲାଗୁ ହୋଇଥିବା ଘରୁ କାମ ବ୍ୟବସ୍ଥାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଏକ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯିବ। ଏହି ପଦକ୍ଷେପକୁ ରାଜଧାନୀରେ ସାଧାରଣ ପ୍ରଶାସନିକ କାର୍ଯ୍ୟକୁ ପୁନଃ ସ୍ଥାପିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ବୁଧବାର ଏବଂ ଶନିବାର ଲାଗୁ ହୋଇଥିବା ଘରୁ କାମ କରିବା ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଛି। ପରବର୍ତ୍ତୀ ଖବର, କାଶ୍ମୀରରେ ମୁଣ୍ଡ ଟେକିଲା ବହି ବିବାଦ। ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସହ ତଦନ୍ତ ଦାବି କଲେ ବିରୋଧୀ। ଜମ୍ମୁ କାଶ୍ମୀରର ସରକାରୀ ସ୍କୁଲ ପାଠାଗାର ଗୁଡ଼ିକରେ ବଣ୍ଟା ଯାଇଥିବା ଏକ ବହିରେ ଦଣ୍ଡିତ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ମହାନ ବ୍ୟକ୍ତିତ୍ୱ ତଥା ଦେଶର ରୋଲ ମଡେଲ ଭାବରେ ଚିତ୍ରିତ କରାଯିବା ଘଟଣାକୁ ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସମଗ୍ର ଶିକ୍ଷା ଅଭିଯାନର ଲୋଗୋ ଥାଇ ଗ୍ରେଟ୍ ପର୍ସନାଲିଟିଜ୍ ଆଣ୍ଡ ଲେଜେଣ୍ଡସ୍ ଅଫ୍ ଜେ&କେ ସିରିଜ 4 ନାମକ ଏହି ବିବାଦୀୟ ବହି ଚଳିତ ଶିକ୍ଷାବର୍ଷ ପାଇଁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଛି, ଯେଉଁଥିରେ ଆଇନ ଅନୁଯାୟୀ ଫାଶୀ ପାଇବାକୁ ଥିବା କୁଖ୍ୟାତ ଆତଙ୍କବାଦୀ ମକବୁଲ ଭଟ୍ଟକୁ ଶହୀଦ ଆଜମ ଓ କ୍ରାନ୍ତିକାରୀ ବୋଲି କୁହାଯାଇଥିବା ବେଳେ ସୈୟଦ ଅଲି ଶାହ ଗିଲାନୀ, ମସରତ ଆଲମ ଓ ମିରୱାଇଜି ଉମର ଫାରୁକଙ୍କ ଭଳି ବିଚ୍ଛିନ୍ନତାବାଦୀଙ୍କୁ ପ୍ରଶଂସା କରାଯାଇଛି। ପରବର୍ତ୍ତୀ ଖବର, ଶତ୍ରୁ ଏବେ ସାବଧାନ, ଭାରତ ତିଆରି କରିବ ଭୟଙ୍କର ମାରଣାସ୍ତ୍ର, ବଢାଇବ ପ୍ରତିରକ୍ଷା ବଜେଟ୍। ସଶକ୍ତ ହେବ ଭାରତ, 52,000 କୋଟିର ଡିଫେନ୍ସ ଡିଲ୍। ବଢିବ ଭାରତୀୟ ସେନାର ଶକ୍ତି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ଭାରତୀୟ ସେନା, ନୌସେନା ଓ ବାୟୁସେନା ପାଇଁ 52,000 କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସଂକ୍ରାନ୍ତକୁ ପ୍ରସ୍ତାବକୁ ନୀତିଗତ ମଞ୍ଜୁରୀ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏସି ବୈଠକରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପରବର୍ତ୍ତୀ ଖବର, ମମତାଙ୍କୁ ବଡ ଝଟକା। ମମତାଙ୍କୁ ବଡ ଝଟକା ଦେଇ ଚନ୍ଦ୍ରିମା ଛାଡ଼ିଲେ ଦଳ। ତୃଣମୂଳ କଂଗ୍ରେସର ସଙ୍କଟ ଜାରି ରହିଛି। ମମତା ବାନାର୍ଜୀଙ୍କୁ ପୁଣି ଶକ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ତୃଣମୂଳ ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ମମତା ବାନାର୍ଜୀଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ ସେ ଜୁନ୍ 3 ତାରିଖରେ ତାଙ୍କୁ ଯେଉଁ ପଦବୀରେ ନିଯୁକ୍ତ କରାଯାଇଥିଲା ସେହି ପଦବୀ ସହିତ ଦଳର ସମସ୍ତ
ପଦବୀରୁ ଇସ୍ତଫା ଦେଉଛନ୍ତି। ଚନ୍ଦ୍ରିମା ବିଭିନ୍ନ ବ୍ୟାଙ୍କରେ ତୃଣମୂଳ ଏବଂ ଏହାର ବିଭିନ୍ନ ଶାଖା ସଂଗଠନ ଦ୍ୱାରା କରାଯାଇଥିବା ଆକାଉଣ୍ଟ ଗୁଡ଼ିକର ସ୍ୱାକ୍ଷରକାରୀ ଦାୟିତ୍ୱରୁ ମଧ୍ୟ ମୁକ୍ତ ମାଗିଛନ୍ତି। ପରବର୍ତ୍ତୀ ଖବର ବଦ୍ରିନାଥ ଧାମରେ ଦାନ ହେରଫେର ଅଭିଯୋଗ ତଦନ୍ତ ପାଇଁ ସ୍ୱତନ୍ତ୍ର ପ୍ୟାନେଲ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ। ଅଯୋଧ୍ୟା ରାମ ମନ୍ଦିରରେ ଚାନ୍ଦା ଚୋରି ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଶ୍ରୀ ବଦ୍ରିନାଥ କେଦାରନାଥ ଧାମରୁ ମଧ୍ୟ ଦାନ ହେରଫେର ଅଭିଯୋଗ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଏହାକୁ ନେଇ ଲଗାତାର ଅଭିଯୋଗ ପ୍ରକାଶ ପାଇବା ପରେ ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ବିକେଟିସି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ବିକେଟିସି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ ଘଟଣାର ନିରପେକ୍ଷ ଓ ତଥ୍ୟଭିତ୍ତିକ ତଦନ୍ତ ପାଇଁ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯାଇଛି। ଦାନ ଗଣତିରେ ସମ୍ପୃକ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତଦନ୍ତରେ କେହି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଖବର ଖାମନେଇଙ୍କ ଅନ୍ତିମ ବିଦାୟରେ ଭାବପ୍ରବଣ ଗାଲିବାଫ ଓ ଆରାଘଚି। ଇରାନର ଲୋକପ୍ରିୟ ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମନେଇଙ୍କ ବିଦାୟକାଳୀନ ସଭାରେ ବାଚସ୍ପତି ମହମ୍ମଦ ବାଘେରୀ ଗାଲିବାଫଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଅନ୍ତିମ ବିଦାୟ ସମୟରେ ଗାଲିବାଫ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ ଭାବପ୍ରବଣ ହୋଇଯାଇଥିଲେ। ଆମେରିକା ସହିତ ଆଲୋଚନାରେ ଇରାନର ମୁଖ୍ୟ ଆଲୋଚକ ଗାଲିବାଫଙ୍କୁ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଠିଆ ହୋଇଥିବାର ଦେଖାଯାଇଥିଲା। ଖାମନେଇଙ୍କ ବିଦାୟକାଳୀନ ସଭା ପାଇଁ ଲୋକମାନେ ଏକାଠି ହେବା ସମୟରେ ଆରାଘଚି ମଧ୍ୟ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଖବର ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ଚୂଡାନ୍ତ ପ୍ରସ୍ତୁତି ସୁରକ୍ଷା ବ୍ୟବସ୍ଥାରେ ଯେଭଳି ତ୍ରୁଟି ନ ରହିବ ସବୁ ବରିଷ୍ଠ ଅଧିକାରୀଙ୍କୁ ଡିଜିପିଙ୍କ ପରାମର୍ଶ। ସମୀକ୍ଷା କଲେ ଡିଜିପି। ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି। ପୁରୀ ଗସ୍ତରେ ଆସି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ଡିଜିୱାଇବି ଖୁରାନିଆ। ପୁରୀ ଏସପିଙ୍କ କନଫରେନ୍ସ ହଲ ଡିଜିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ଚାଲିଛି। ବୈଠକରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ପରବର୍ତ୍ତୀ ଖବର ଓଡ଼ିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 6ରେ ପୁରୀ କୋରାପୁଟ ଟ୍ରେନ ଓ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ। 6 ତାରିଖରେ ପୁରୀ କୋରାପୁଟ ଟ୍ରେନ ଓ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଶ୍ରୀ ବୈଷ୍ଣବ ସକାଳ 9:25ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ପହଞ୍ଚି ଦିନ 10:30ରୁ 11:30 ପର୍ଯ୍ୟନ୍ତ ରାଜ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବେ। ପରେ ସଡ଼କ ପଥରେ ପୁରୀରେ ପହଞ୍ଚି ରଥଯାତ୍ରା ପାଇଁ ରେଳ ବିଭାଗ ପ୍ରସ୍ତୁତି ଯାଞ୍ଚ କରିବେ। ପରବର୍ତ୍ତୀ ଖବର ରବି ଧାନ ସଂଗ୍ରହରେ ରେକର୍ଡ 3 ଜୁଲାଇ ସୁଦ୍ଧା 20.20 ଲକ୍ଷ ମେଟ୍ରିକ ଟନ ରବି ଧାନ ସଂଗ୍ରହ। ଚାଷୀଙ୍କ ଖାତାକୁ ଗଲା 4069.31 କୋଟି ଏମଏସପି। 2025-26 ରବି ଧାନ ସଂଗ୍ରହରେ ରେକର୍ଡ 3 ଜୁଲାଇ 2026 ସୁଦ୍ଧା 20.20 ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି। ଏଥିରେ 3.69 ଲକ୍ଷରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି। ଚାଷୀଙ୍କୁ 4069.31 କୋଟି ଟଙ୍କା ଏମଏସପି ଓ 1255.63 କୋଟି ଟଙ୍କା ଇନପୁଟ ସହାୟତା ପ୍ରଦାନ କରାଯାଇଛି। ଏ ପର୍ଯ୍ୟନ୍ତ 19.3 ଲକ୍ଷ ମେଟ୍ରିକ ଟନ ଧାନ ମିଲରଙ୍କ ଦ୍ୱାରା ଉଠାଯାଇଥିବା ବେଳେ ପ୍ରାୟ 1.51 ଲକ୍ଷ ମେଟ୍ରିକ ଟନ ଧାନର ଗ୍ରହଣ ପ୍ରକ୍ରିୟା ବାକି ରହିଛି। ପରବର୍ତ୍ତୀ ଖବର ବଡ଼ଦାଣ୍ଡରେ ବଣ୍ଟାଯିବନି ରନ୍ଧା ଖାଦ୍ୟ। ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଉ ରନ୍ଧା ଖାଦ୍ୟ ଦିଆଯିବ ନାହିଁ, କିନ୍ତୁ ଶୁଖିଲା ଖାଦ୍ୟ ବଣ୍ଟା ଯାଇପାରିବ। ଫଳରେ ପରିବେଶ ଅସ୍ୱାସ୍ଥ୍ୟକର ହେବ ନାହିଁ। ଶୁକ୍ରବାର ପୁରୀ ସର୍କିଟ ହାଉସଠାରେ ନଗର ଉନ୍ନୟନ ବିଭାଗର ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ନେଇ ହୋଇଥିବା ସମୀକ୍ଷା ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। 2 ଦିନ ପରେ ରଥଯାତ୍ରାର ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏହାର 10 ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହାକୁ ସୁପରିଚାଳନା ନିମନ୍ତେ ପୁରୀ ମହାନଗର ନିଗମ କର୍ତ୍ତୃପକ୍ଷ କେତେ ଦୂର ପ୍ରସ୍ତୁତ ହୋଇଛନ୍ତି ତାହାର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ। ପରବର୍ତ୍ତୀ ଖବର ରୁଷ କବ୍ଜାରେ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଶୀଘ୍ର ହେବ କିଭ୍ ଦଖଲ ଘୋଷଣା କଲେ ପୁଟିନ। ରୁଷ କବ୍ଜାରେ ୟୁକ୍ରେନର ଗଡ଼। ୟୁକ୍ରେନ ଉପରେ ରୁଷିଆ ଘନ ଘନ ଆକ୍ରମଣ କରୁଛି। ମସ୍କୋରେ ୟୁକ୍ରେନର ଡ୍ରୋନ୍ ଆଟାକ୍ ପରେ ଭ୍ଲାଦିମିର ପୁଟିନ ଅଧିକ ଆକ୍ରମଣାତ୍ମକ ହୋଇଯାଇଛନ୍ତି। କିଭ୍ ପକ୍ଷରୁ ମସ୍କୋର ବିଭିନ୍ନ ତୈଳ ରିଫାଇନାରୀକୁ ଟାର୍ଗେଟ କରାଯାଇଥିଲା, ଯାହା ସେଠାରେ ଇନ୍ଧନ ସଙ୍କଟ ସୃଷ୍ଟି କରିଛି। ଫଳରେ ଭାରତ ସମେତ ଅନ୍ୟ ଦେଶରୁ ତେଲ ଆମଦାନୀ କରୁଛି ରୁଷ। ପରବର୍ତ୍ତୀ ଖବର ଏଣିକି ସିଓଆର ବିନା ଓଡ଼ିଶାରେ ଖୋଲି ପାରିବନି ଆଉ କୌଣସି ଘରୋଇ ସ୍କୁଲ। ସାର୍ଟିଫିକେଟ ଅଫ ରେକଗ୍ନିସନ ସିଓଆର ବିନା ଓଡ଼ିଶାରେ ଆଉ ପ୍ରତିଷ୍ଠା ହୋଇପାରିବନି କୌଣସି ଘରୋଇ ସ୍କୁଲ। ଆରସିଏଫସି ଆଇନ 2009 ଅନୁଯାୟୀ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନୂତନ ଘରୋଇ ବିଦ୍ୟାଳୟ ଖୋଲିବାକୁ ଥିବା ନିର୍ଦ୍ଦେଶାବଳୀକୁ ସଂଶୋଧନ କରାଯିବା ସହ ନୂତନ ଶିକ୍ଷାବର୍ଷରୁ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ 7000ରୁ ଅଧିକ ଛୋଟ ବଡ଼ ଘରୋଇ ପ୍ରାଥମିକ ବିଦ୍ୟାଳୟ
ରହିଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର 4513ଟି ଘରୋଇ ସ୍କୁଲ ଜିଓଆର ପାଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଛନ୍ତି। ହେଲେ ପ୍ରାୟ 2500 ଘରୋଇ ସ୍କୁଲର ସିଓଆର ନାହିଁ, ଯେଉଁ କାରଣରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଆକଳରେ ପଡୁଛନ୍ତି। ଏହାକୁ ନଜର ରଖି ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ପରବର୍ତ୍ତୀ ଖବର, ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ୍ ଫଟୋ ପୋଷ୍ଟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଏଣିକି ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କର ଆପତ୍ତିଜନକ ଏଡିଟ୍ ଫଟୋ ପୋଷ୍ଟ କଲେ ଆଉ ନିସ୍ତାର ନାହିଁ। ଅନେକ ସମୟରେ ମହାପ୍ରଭୁଙ୍କ ଫଟୋକୁ କଦର୍ଥ କରି ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି। ଏହା ଭିତରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ମୋଟ 97ଟି ଆପତ୍ତିଜନକ ପୋଷ୍ଟ ଓ ଆକାଉଣ୍ଟ ଡିଲିଟ୍ କରିଛି ପୁରୀ ପୋଲିସ। ଆଗକୁ ଏପରି ପୋଷ୍ଟ ନଜର ଆସିଲେ ଉକ୍ତ ୟୁଜର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ପରବର୍ତ୍ତୀ ଖବର, ଚାଷୀଙ୍କୁ ଆଶ୍ୱସ୍ତି, ପିଆଜର ସରକାରୀ କ୍ରୟ ମୂଲ୍ୟ ବୃଦ୍ଧି ଚଳିତ ସିଜନରେ ପଞ୍ଚମ ଥର ପାଇଁ ବଢିଲା। ସରକାର ବଫର ଷ୍ଟକ୍ ପାଇଁ ପିଆଜର କ୍ରୟ ମୂଲ୍ୟ 13% ବୃଦ୍ଧି କରିଛନ୍ତି। ଏହାକୁ ପ୍ରତି କ୍ୱିଣ୍ଟାଲ ପିଛା 1875 ରୁ ପ୍ରତି କ୍ୱିଣ୍ଟାଲ ପିଛା 2125 ଟଙ୍କାକୁ ବୃଦ୍ଧି କରାଯାଇଛି। ଲକ୍ଷ୍ୟ ହେଉଛି କ୍ରୟକୁ ବୃଦ୍ଧି କରିବା ଏବଂ ଚାଷୀଙ୍କ ପାଇଁ ଭଲ ମୂଲ୍ୟ ସୁନିଶ୍ଚିତ କରିବା। ସରକାରୀ ବିବୃତ୍ତି ଅନୁଯାୟୀ ନୂତନ ହାର 4 ଜୁଲାଇ ଠାରୁ ଲାଗୁ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସିଜନରେ ପିଆଜର କ୍ରୟ ମୂଲ୍ୟ ପଞ୍ଚମ ଥର ପାଇଁ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ଆଇଏମଡିର ରେଡ୍ ଆଲର୍ଟରେ ଓଡ଼ିଶା। ଆଇଏମଡିର ରେଡ୍ ଆଲର୍ଟରେ ଓଡ଼ିଶା ସକ୍ରିୟ, ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶା, ଗୁଜରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କେଙ୍କାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା ପାଇଁ ସତର୍କତା ଜାରି କରାଯାଇଥିବା ବେଳେ 5ଟି ଜିଲ୍ଲାରେ ଅତି ଭୀଷଣ ବର୍ଷା ନେଇ ଆଲର୍ଟ କରାଯାଇଛି। ଆଜି ସକାଳ 8:30 ଯାଏଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି 5 ରୁ 6 ତାରିଖ ସକାଳ 8:30 ଯାଏଁ ନୂଆପଡା, ବରଗଡ଼, ସମ୍ବଲପୁର ପାଇଁ ସତର୍କତା ଜାରି କରାଯାଇଛି। ପରବର୍ତ୍ତୀ ଖବର, ଜୁଲାଇ 9ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତିର ସମୀକ୍ଷା। ଜୁଲାଇ 9ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଏନେଇ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ, ଯାତାୟାତ, ଚିକିତ୍ସା, ମୌଳିକ ସୁବିଧା ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଉପରାଷ୍ଟ୍ରପତି 9 ଜୁଲାଇରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରବର୍ତ୍ତୀ ଖବର, ବିପଦରେ ଦେବଦୂତ ସାଜିଲେ ଭାରତୀୟ ସେନା। ଭେନେଜୁଏଲା କହିଲା ଥ୍ୟାଙ୍କ ୟୁ ପ୍ରଧାନମନ୍ତ୍ରୀ ମୋଦି। ଭେନେଜୁଏଲାରେ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ 2645 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରୂପରେ କୁହାଯାଉଛି। ଏହାଛଡା 12,000ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏହି ଭୀଷଣ ବିପର୍ଯ୍ୟୟ ଓ ଦୁଃଖର କ୍ଷଣରେ ଭାରତ ବନ୍ଧୁତ୍ୱ ନିର୍ବାହ ଲାଗି ଅପରେସନ ଅମିଷ୍ଟାଡ୍ ହାତକୁ ନେଇଛି। ଭାରତୀୟ ବାୟୁସେନାର 2ଟି C-17 ଗ୍ଲୋବ ମାଷ୍ଟର ବିମାନ, 66 ଟନ୍ ରିଲିଫ ସାମଗ୍ରୀ, ଔଷଧ ଏବଂ 2ଟି ଭୀଷ୍ମ କ୍ୟୁବ୍ ଭେନେଜୁଏଲା ପଠାଇଛି। ଭାରତୀୟ ସେନା ଭେନେଜୁଏଲାର ଇଣ୍ଟରନ୍ୟାସନାଲ ଲା ଟିନୋକାନାଡା ରେସ୍ ଟ୍ରାକରେ ଏହି ଅତ୍ୟାଧୁନିକ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିଛି, ଯାହା ଏବେ ଦୁର୍ଗତଙ୍କ ଜୀବନ ବଞ୍ଚାଇବାରେ ବରଦାନ ସାବ୍ୟସ୍ତ ହେଉଛି। ଭାରତର ଏପରି ସହାୟତା ନିମନ୍ତେ ଭେନେଜୁଏଲା କୃତଜ୍ଞତା ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛି। ପରବର୍ତ୍ତୀ ଖବର, ମେଲବର୍ଣ୍ଣ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ। ତଦନ୍ତ ଆରମ୍ଭ କଲା ଅଷ୍ଟ୍ରେଲିଆନ ଫେଡେରାଲ ପୋଲିସ। ମୋଦିଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା ଧମକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନଲାଇନରେ ଅଷ୍ଟ୍ରେଲିଆରୁ ହତ୍ୟା ଧମକ ଆସିଛି। ପିଏମ ମୋଦି ଜୁଲାଇ 9ରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାର କିଛି ଦିନ ପୂର୍ବରୁ ତାଙ୍କୁ ଟାର୍ଗେଟ କରିଦିଆଯାଇଥିବା ଏହି ଅନଲାଇନ ହତ୍ୟା ଧମକକୁ ନେଇ ଅଷ୍ଟ୍ରେଲିଆନ ଫେଡେରାଲ ପୋଲିସ AFP ତଦନ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆରେ କରାଯାଇଥିବା ଏହି ଧମକପୂର୍ଣ୍ଣ ପୋଷ୍ଟ ସହିତ ଜଡିତ ଏକ IP ଆଡ୍ରେସକୁ ତଦନ୍ତକାରୀମାନେ ଚିହ୍ନଟ କରିଛନ୍ତି।